ଦେଖନ୍ତୁ ବଡ ସୁନ୍ଦର ପରିବେଶ ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାର ଯୋଉ ଗର୍ବ ଗୌରବର ଗାରିମାର କଥାକୁ ନେଇକି ମହୋତ୍ସବ ତିଆରି ହେଇଛି। ବିଶେଷ କରି ଯେତେବେଳେ ମହୋତ୍ସବଟି ହୁଏ ସମସ୍ତଙ୍କ ଭିତରେ ଗୋଟେ ସୁନ୍ଦର ବାତାବରଣ ତିଆରି କରାଯାଏ, ଭାବ ବିନିମୟ କରାଯାଏ। ପୂର୍ବ ପୁରୁଷଙ୍କ ସମୟର ବର୍ତ୍ତମାନ ପରିବର୍ତ୍ତନ ହେଇଛି। ନିହାତି ଆମେ ଚିତ୍ରକୂଟ ନଦୀର କୂଳରେ ଏତେ ସୁନ୍ଦର କାର୍ଯ୍ୟକ୍ରମଟି ଆୟୋଜନ କରିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଦେବି, କାହିଁକି ନା ମହୋତ୍ସବ ସମସ୍ତଙ୍କ ଭିତରେ ଏକ ଏକତା ଭାଇଚାରାକୁ ବଞ୍ଚେଇ ରଖିବ। ଆମ କେନ୍ଦ୍ରାପଡା ଜିଲ୍ଲାକୁ ନେଇକି ସବୁବେଳେ ଆମେ ଚର୍ଚ୍ଚା ମଧ୍ୟ ସାରା ଚାଲେ, କିନ୍ତୁ ଏଇ ମହୋତ୍ସବଟି ସମସ୍ତଙ୍କ ପାଇଁ ଏକ ଶାନ୍ତି ଭାଇଚାରାକୁ ନେଇକି ଆଗେଇ ଚାଲୁ। ଆମର ପ୍ରତିବର୍ଷ ଭଳି ତୃତୀୟ ବର୍ଷକୁ ପଡିଲା ଚିତ୍ରକୂଟ ରାଜ୍ୟ ମହୋତ୍ସବ ଆଜି ଶୁଭ ଉଦ୍ଘାଟନ ହେଲା। ମୁଖ୍ୟ ଅତିଥି ଉମାକାନ୍ତ ପଟ୍ଟନାୟକ ଥିଲେ ଏବଂ ଆମର ଫୋକସ ଟିଭିର ଯିଏ ମୁଖ୍ୟ ସେ ମଧ୍ୟ ଥିଲେ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। ଆଉ ଖୁସିର ମାହୋଲ ହେଡମାଷ୍ଟର ଆମର ଯୋଉ OLM ଗତିରେ ଆମେ ଆପ୍ଲିକେସନ ଦେଇଥିଲୁ ଏବଂ ଜିଲ୍ଲା ଅଫିସକୁ ପଠାଇଥିଲୁ। କିଛି ଚକ୍ରାନ୍ତକାରୀ ଗୋଷ୍ଠୀ ଚକ୍ରାନ୍ତ କରି ତାକୁ ବନ୍ଦ କରାଯାଇଛି, କେହି ଆସିନାହାନ୍ତି। ଆଉ ନା ବିବାଦୀୟ ବୋଲି କିଛି ନାହିଁ। ଯିଏ ଆମ ପାଖରେ ଥିଲେ ସେ ଆମ ହାତ ଛାଡିଲେ ଏବଂ ହାତ ଛାଡିକିରି ସେ ଗୋଟେ ନୂଆ ଅନୁଷ୍ଠାନ ଯୁବ ମହୋତ୍ସବ ନାଁରେ କଲେ, ସେଥିରେ ଆମର କିଛି ଆପତ୍ତି ନାହିଁ। କିନ୍ତୁ ଦୁଃଖ ଏତିକି ଆମରି ସାଙ୍ଗରେ ଆମରି ସମୟ ଭିତରେ ଆମରି ତାରିଖ ଭିତରେ ଯୋଉ ଅନୁଷ୍ଠାନଟି କଲେ ସେଇଟା ଆମକୁ ବେଶୀ ବାଧିଲା। ନା ସିଏ ଯେତେବେଳେ ଆମ ହାତ ଛାଡିକିରି ଚାଲି ଯାଇଛନ୍ତି, ତେଣୁ ଆମେ ଆଉ କଣ କରିପାରିବୁ? ଆମେ ଆମର କର୍ତ୍ତବ୍ୟ କରିଛୁ ଗାଁ ଲୋକଙ୍କୁ ନେଇକରି ଏବଂ ଅନ୍ୟ ମାନଙ୍କୁ ନେଇକରି ଅନୁଷ୍ଠାନରେ ସଭାପତି